ଶୁଭ ସକାଳ ପିଲାମାନେ। ତୁମେମାନେ ଭଲରେ ଅଛ? ମୁଁ ବି ବହୁତ ଭଲରେ ଅଛି। ଆଜି ମୁଁ ତୁମମାନଙ୍କୁ ଏଇ ଭିଡିଓକୁ ସ୍ୱାଗତ କରୁଛି। ଆଜି ଆମେ ତୁମ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହି ଜିଜ୍ଞାସାର ପାଠ 3ର ପ୍ରସଙ୍ଗ ସୁଷମ ଖାଦ୍ୟ ସୁସ୍ଥ ଶରୀରର ଉପାୟ ବିଷୟରେ ଆଲୋଚନା କରିବା। ପିଲାମାନେ, ଆଜିର ପାଠଟି ପଢି ସାରିବା ପରେ ତୁମେମାନେ ଖାଦ୍ୟରେ ପ୍ରୋଟିନର ଉପସ୍ଥିତିକୁ ପରୀକ୍ଷା କରି ଦର୍ଶାଇବ। ଏବେ କହିଲ ପିଲାମାନେ, ତୁମେ ଖାଉଥିବା ଖାଦ୍ୟର ନାମ ସବୁ କଣ? ଭେରି ଗୁଡ୍। ଭାତ, ଠିକ ଅଛି। ମାଛ ତରକାରୀ ବି ଖାଉଛ? ସୁଜି ଉପମା ବି ଖାଉଛ? ଆଉ କଣ କଣ ଖାଦ୍ୟ ସବୁ ଖାଉଛ? ବଟର, ଭେରି ଗୁଡ୍। ଚକୁଳି ପିଠା ବି ଖାଉଛ? ସିଝା ବୁଟ ବି ଖାଉଛ? ବହୁତ ବଢିଆ। ଅଣ୍ଡା, ଆଉ କଣ ଖାଉଛ? ରାଜମା ବି ଖାଉଛ? କମଳା ଲେମ୍ବୁ ବି ଖାଉଛ? ଆଉ କଣ? ବଢିଆ ଖାଦ୍ୟ। ଦୋସା ବି ଖାଉଛ? ଡାଲି ବି ଖାଉଛ? କାଜୁ ବି ଖାଉଛ? ଠିକ ଅଛି ପିଲାମାନେ। ଏବେ କହିବ ଏଗୁଡିକ ମଧ୍ୟରୁ କେଉଁ ଖାଦ୍ୟ ଗୁଡିକରେ ପୁଷ୍ଟିସାର ଅଛି? କହିଲ କୁନା, କୋଉଥିରେ ଅଛି? ମାଛ ତରକାରୀ, ବହୁତ ବଢିଆ। ସିଝା ବୁଟ, ବହୁତ ଭଲ। ଅଣ୍ଡାରେ ବି ପୁଷ୍ଟିସାର ଅଛି। ଆଉ କୋଉଥିରେ ଅଛି? ରାଜମା, ଡାଲିରେ ବି ଅଛି। ଆଉ କୋଉଥିରେ ଅଛି? କାଜୁରେ, ବହୁତ ବଢିଆ। ଚକୁଳି ପିଠାରେ ବି ଅଛି। ଏବେ ଟିକେ ଚିନ୍ତା କରି କହିବା, ପୁଷ୍ଟିସାର ଥିବା ଖାଦ୍ୟକୁ ତୁମେ କେମିତି ଚିହ୍ନିବ? ଟିକେ ଚିନ୍ତା କରି କହିଲ, କେମିତି ତମେ ଚିହ୍ନିବ? ଭେରି ଗୁଡ୍। ପରୀକ୍ଷା କରି ଚିହ୍ନିବା। ତାହେଲେ ଆସ ଆମେ ପୁଷ୍ଟିସାର ବା ପ୍ରୋଟିନ ଜାତୀୟ ଖାଦ୍ୟକୁ ଚିହ୍ନିବା। ଏବେ ଆମେ এই ପୁଷ୍ଟିସାର ବା ପ୍ରୋଟିନ ଖାଦ୍ୟକୁ ଚିହ୍ନିବା ପାଇଁ ପରୀକ୍ଷାଟିଏ କରିବା। ତେଣୁ ପରୀକ୍ଷା ପାଇଁ ଆମେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଗୁଡ଼ିକ କଣ କଣ ନେବା? ଦେଖିବା କଣ କଣ ଖାଦ୍ୟ ନେବା ଆମେ? ପାଉଁରୁଟି, ଆଉ କଣ ନେବା? ଭାତ, ଆଉ କଣ? ଚିନାବାଦାମ, ଆଉ କଣ ନେବା? ଗ୍ରୀନ ମଟର, ଆଉ କଣ ନେବା? ସୋୟାବିନ୍, ଭେରି ଗୁଡ୍। ସିଝା ବୁଟ ବି ନେବା। କାକୁଡି ନେବା, ଆଳୁ ବି ନେବା, ନଡ଼ିଆ, ଆଉ କଣ ନେବା? ବଟର ବି ନେବା। ଏବେ ଏ ପରୀକ୍ଷା ପାଇଁ ଆଉ କଣ କଣ ସବୁ ସାମଗ୍ରୀ ଦରକାର ସେଗୁଡ଼ିକ ବି ଜାଣିବା। ତା ପାଇଁ ହେମଦସ୍ତା ନେବା, ଆଉ ପରୀକ୍ଷା ନଳୀ ବା ଟେଷ୍ଟ ଟ୍ୟୁବଟିଏ ନେବା, ଆଉ ଡ୍ରପର ବି ଦରକାର, ଡ୍ରପରଟେ ବି ନେବା। ଆଉ ୟା ପାଇଁ ଦରକାର ରାସାୟନିକ ପଦାର୍ଥ ଗୁଡ଼ିକ କଣ ଜାଣିବା। ସେଗୁଡ଼ିକ ହେଲା କପର ସଲଫେଟ ଦ୍ରବଣ ବା ତୁତିଆ। ଆଉ ଗୋଟେ ରାସାୟନିକ ପଦାର୍ଥର ନାଁ ଜାଣିବା, ଯେ ହେଲା କଷ୍ଟିକ ସୋଡା ଦ୍ରବଣ। ବହୁତ ବଢିଆ। ଏବେ ଆମେ ପରୀକ୍ଷା ପ୍ରଣାଳୀ ବିଷୟରେ ଆଲୋଚନା କରିବା। ପ୍ରଥମେ ଆମେ ଭାତ, ଚିନାବାଦାମ, ସୋୟାବିନ୍, ପାଉଁରୁଟି, ସିଝା ବୁଟ, କାକୁଡି ଆଉ ମଟର ନେବା। ଏଗୁଡ଼ିକ ନେଇ ସାରିଲା ପରେ ହେମଦସ୍ତା ବ୍ୟବହାର କରି ସେଗୁଡ଼ିକୁ କଣ କରିବା? ପେଷ୍ଟ କରିବା। ଭାତର ପେଷ୍ଟ, ସେମିତି ଚିନାବାଦାମର ଗୁଣ୍ଡ, ସୋୟାବିନ୍ର ଗୁଣ୍ଡ, ମଟରର ଗୁଣ୍ଡ, ସିଝା ବୁଟର ପେଷ୍ଟ, ପାଉଁରୁଟିର ପେଷ୍ଟ, ନଡ଼ିଆର ପେଷ୍ଟ, ଆଳୁର ପେଷ୍ଟ ତିଆରି କରିବା। ଏବେ ଆମେ ଯୋଉ ସବୁ ପାଉଡର ବା ପେଷ୍ଟ ତିଆରି କଲେ, ସେଥିରେ এই ପ୍ରୋଟିନ ପରୀକ୍ଷା କରିବା ପୂର୍ବରୁ ସେଇ ଖାଦ୍ୟ ପଦାର୍ଥ ଗୁଡ଼ିକର ରଙ୍ଗ କଣ ଅଛି ଆମେ ଦେଖିନେବା। ଖାଦ୍ୟର ନାମ ଆଉ ପରୀକ୍ଷା ପୂର୍ବରୁ ତାର ରଙ୍ଗ। ପରୀକ୍ଷା ପୂର୍ବରୁ ମାନେ ସେଥିରେ ଆମେ ରାସାୟନିକ ପଦାର୍ଥ ମିଶାଇବା ପୂର୍ବରୁ। ଏବେ ଦେଖିବା ପାଉଁରୁଟି ପେଷ୍ଟ, ତାର ରଙ୍ଗ କଣ କହିଲ? କେମିତି ଦେଖାଯାଉଛି? ଠିକ କହିଛ, ଫିକା ଧଳା। ଏବେ ଦେଖିବା ଭାତ ପେଷ୍ଟ, ତାର ରଙ୍ଗ କେମିତି ଦେଖାଯାଉଛି? ଧଳା, ଭେରି ଗୁଡ୍। ଏବେ ଦେଖିବା ଚିନାବାଦାମ ଗୁଣ୍ଡ, ତାର ରଙ୍ଗ କେମିତି ଦେଖାଯାଉଛି କହିଲ? ବହୁତ ବଢିଆ, ଇସତ ମାଟିଆ, ଭେରି ଗୁଡ୍। ଏବେ ଆମେ ଆଉ ଗୋଟେ ନେଇଥିବା ଖାଦ୍ୟ ସାମଗ୍ରୀ, ଯାହା ହେଲା ସିଝା ବୁଟ, ତାର ପେଷ୍ଟ। ଏବେ କହିଲ ଆର ରଙ୍ଗ କେମିତି ଦେଖାଯାଉଛି? ହଳଦିଆ,
ବହୁତ ଭଲ। ସୋୟାବିନର ଗୁଣ୍ଡ ଆମେ ନେଇଛନ୍ତି। ତାର ରଙ୍ଗ କେମିତି ଦେଖାହଉଛି ଟିକେ କହିବ ତ? କହିଲ ଟିକେ କୁନା। ଇସତ ହଳଦିଆ। ଆରେ ତମେ ତ ବହୁତ ଭଲ ରଙ୍ଗ ଚିହ୍ନଟ କରୁଛ। କାକୁଡିର ରଙ୍ଗ କେମିତି କି? ହାଲକା ସବୁଜ। ବହୁତ ବଢିଆ। ଏବେ ଆମେ ଅଲଗା ଯୋଉ ଖାଦ୍ୟ ନେଇଥିଲେ ସେଗୁଡିକର ରଙ୍ଗ ବି ଟିକେ ଦେଖିନବା। ଗ୍ରୀନ ମଟର, ତାର ଗୁଣ୍ଡର ରଙ୍ଗ କେମିତି ଦେଖାହଉଛି? ସବୁଜ। ଭେରି ଗୁଡ। ଆଳୁ ପେଷ୍ଟ ବି ନେଇଥିଲେ। ତାର ରଙ୍ଗ କେମିତି ଦେଖାହଉଛି? ତମେ ତ ଆଳୁ ଚକୁଡା ଖାଉଥିବ। କହିଲ। ହାଲକା ଧଳା। ବହୁତ ଭଲ। ନଡିଆ ପେଷ୍ଟ, ତାର ରଙ୍ଗ କେମିତି ଦେଖାହଉଛି? ମୁନି ଟିକେ ଦେଖ ତ। ବହୁତ ବଢିଆ। ଧଳା। ଆମେ ଆଉ ନେଇଥିଲେ କଣ? ବଟର। ଟିକେ ଦେଖିଲ ଏ ବଟରର ରଙ୍ଗ କେମିତି ଅଛି? ଫିକା ହଳଦିଆ। ବହୁତ ବଢିଆ। ଏବେ ଆମେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀକୁ ଏକ ଅଲଗା ସଫା ଟେଷ୍ଟ ଟ୍ୟୁବରେ ଅଧା ଚାମଚ ରଖିବା। ଦେଖିଲ, ଏଇ ଟେଷ୍ଟ ଟ୍ୟୁବରେ ଆମେ ରଖିଛନ୍ତି ଭାତ ପେଷ୍ଟ, ଏଥିରେ ରଖିଛନ୍ତି ଚିନାବାଦାମ ଗୁଣ୍ଡ, ଏଥିରେ ରଖିଛନ୍ତି ଆମେ ସୋୟାବିନ ଗୁଣ୍ଡ, ଆଉ ଏଥିରେ ରଖିଛନ୍ତି ଆମେ କଣ? ମଟର ଗୁଣ୍ଡ। ବହୁତ ବଢିଆ। ତମେ ତ ସବୁ ଚିହ୍ନି ପାରୁଛ ଆଉ। ଏଥିରେ ଆମେ ରଖିଛନ୍ତି ସିଝା ବୁଟର ପେଷ୍ଟ, ଆଉ ଏଥିରେ ଆମେ ରଖିଛନ୍ତି ପାଉଁରୁଟିର ପେଷ୍ଟ ବା ବ୍ରେଡର ପେଷ୍ଟ। ଏବେ ଆମେ କଣ କରିବା? ପ୍ରତ୍ୟେକ ଟେଷ୍ଟ ଟ୍ୟୁବରେ 2ରୁ 3 ଚାମଚ ପାଣି ମିଶାଇ ଭଲ ଭାବରେ ଗୋଳାଇ ଦ୍ରବଣ ପ୍ରସ୍ତୁତ କରିବା। ଏବେ ଆମେ ନେଲେ ଭାତର ପେଷ୍ଟ, ସେଥିରେ ଚାମଚରେ ଆମେ 2ରୁ 3 ଚାମଚ ପାଣି ମିଶାଇ ତାକୁ ଗୋଳେଇ ଦବା। ଆମର ପ୍ରସ୍ତୁତ ହେଇଗଲା ଭାତ ପେଷ୍ଟ ଓ ପାଣିର ଦ୍ରବଣ। ସେହିପରି ଆମେ ନେଇଥିଲେ ଚିନାବାଦାମ ଗୁଣ୍ଡ, ସେଥିରେ ଆମେ 2ରୁ 3 ଚାମଚ ପାଣି ମିଶାଇ ପେଷ୍ଟ ତିଆରି କରିବା। ଚିନାବାଦାମ ଗୁଣ୍ଡ ଓ ପାଣିର ଦ୍ରବଣ। ସେମିତି ଆମେ ନେଇଥିଲେ ସୋୟାବିନ ଗୁଣ୍ଡ, ସେଥିରେ ପାଣି ମିଶାଇ ଆମେ ସୋୟାବିନ ଗୁଣ୍ଡ ଓ ପାଣିର ଦ୍ରବଣ ତିଆରି କରିଲେ। ସେମିତି ଆମେ ନେଇଥିଲେ ମଟର ଗୁଣ୍ଡ, ସେଥିରେ ଆମେ 2ରୁ 3 ଚାମଚ ପାଣି ମିଶାଇଲେ। ଏବେ ଆମର ପ୍ରସ୍ତୁତ ହେଇଗଲା ମଟର ଗୁଣ୍ଡ ଓ ପାଣିର ଦ୍ରବଣ। ସେମିତି ଆମେ ନେଇଥିଲେ ସିଝା ବୁଟର ପେଷ୍ଟ, ଏଥିରେ ଆମେ କଣ ମିଶାଇଲେ କହିଲ? ଆମେ ସବୁଥିରେ କଣ ମିଶାଉଛନ୍ତି? ପାଣି। 2ରୁ 3 ଚାମଚ ମିଶାଇ ଆମେ ସିଝା ବୁଟ ପେଷ୍ଟ ଓ ପାଣିର ଦ୍ରବଣ ପ୍ରସ୍ତୁତ କଲେ। ଆମେ ଶେଷରେ ନେଇଥିଲେ ବ୍ରେଡ ପେଷ୍ଟ। ବ୍ରେଡ ପେଷ୍ଟରେ ଆମେ କଣ କରିବା? ଠିକ କହିଛ, ପାଣି 2ରୁ 3 ଚାମଚ ମିଶାଇବା। ଏବେ ଆମର ବ୍ରେଡ ପେଷ୍ଟ ଓ ପାଣିର ଦ୍ରବଣ ପ୍ରସ୍ତୁତ ହେଇଗଲା। ଏବେ ଦେଖିଲ, ଦ୍ରବଣ ଗୁଡିକୁ ଆମେ ଏବେ ଦେଖିନବା। ଭାତ ପେଷ୍ଟ ଓ ପାଣିର ଦ୍ରବଣ, ତାପରେ ଚିନାବାଦାମ ଗୁଣ୍ଡ ଓ ପାଣିର ଦ୍ରବଣ। ଏବେ ଦେଖିଲ ଏଇଟା କଣ? ସୋୟାବିନ ଗୁଣ୍ଡ ଓ ପାଣିର ଦ୍ରବଣ। ବହୁତ ବଢିଆ। ଏବେ ଆମେ ଦେଖିବା ଏଇଟା କଣ ତାହେଲେ? କୋଉ ଦ୍ରବଣ? ମଟର ଗୁଣ୍ଡ ଓ ପାଣିର ଦ୍ରବଣ। ତାପରେ ଆମେ ଦେଖିନବା ଏଇଟା କଣ କହିଲ? ସିଝା ବୁଟ ପେଷ୍ଟ ଓ ପାଣିର ଦ୍ରବଣ। ଏଇଟା କଣ ହେଲା? ଏଇଟା ହେଲା ବ୍ରେଡ ପେଷ୍ଟ ଓ ପାଣିର ଦ୍ରବଣ। ତେଣୁ ଆମର ସବୁର ସହିତ ପାଣିର ଦ୍ରବଣ ପ୍ରସ୍ତୁତ ହେଇଗଲା। ଏବେ ଆମେ କଣ କରିବା? ଭାତ ପେଷ୍ଟ ଓ ପାଣିର ଦ୍ରବଣରେ ଡ୍ରପର ସାହାଯ୍ୟରେ 2 ବୁନ୍ଦା କପର ସଲଫେଟ, ଯାହାକୁ ଆମେ କହନ୍ତି ତୁତିଆ, ଏବେ ତାକୁ ମିଶାଇବା। ମିଶାଇ ସାରିଲା ପରେ ଆମେ ଅନ୍ୟ ଏକ ଡ୍ରପର ସାହାଯ୍ୟରେ 10 ବୁନ୍ଦା କଷ୍ଟିକ ସୋଡା ଦ୍ରବଣ ମିଶାଇବା ଓ ଭଲ ଭାବରେ ଗୋଳେଇ ଟେଷ୍ଟ ଟ୍ୟୁବକୁ ସ୍ଥିର ରଖିବା। ଏବେ ଦେଖିଲ ରଙ୍ଗର କଣ ପରିବର୍ତ୍ତନ ହେଲା? ଦେଖିଦିଅ, କହିଲ ଦେଖିକୁ ନା। କଣ ପରିବର୍ତ୍ତନ ହେଇଛି? ପ୍ରଥମେ ରଙ୍ଗ କଣ ଥିଲା ଟେଷ୍ଟ ଟ୍ୟୁବରେ? ଏବେ ସେଇ ଦ୍ରବଣର ରଙ୍ଗ କଣ ଅଛି? ରଙ୍ଗର କିଛି ପରିବର୍ତ୍ତନ ହେଲା ନାହିଁ। ବହୁତ ବଢିଆ। ଏବେ ଆମେ ଅନ୍ୟ ଏକ ଦ୍ରବଣ ନବା, ଯାହା ହେଲା ଚିନାବାଦାମ ଗୁଣ୍ଡ ଓ ପାଣିର ଦ୍ରବଣ। ସେହିପରି ଏହି ଦ୍ରବଣରେ ଆମେ ମିଶାଇବା 2 ବୁନ୍ଦା କପର ସଲଫେଟ ଦ୍ରବଣ। 2 ବୁନ୍ଦା କପର ସଲଫେଟ ଦ୍ରବଣ ତ ମିଶିଲା। ଏବେ ଆମେ ସେଇ ଦ୍ରବଣରେ ଆଉ ମିଶାଇବା 10 ବୁନ୍ଦା କଷ୍ଟିକ ସୋଡା। ଭଲ ଭାବରେ ମିଶାଇ ଦବା। ମିଶାଇ ଦେଇକି ଟେଷ୍ଟ ଟ୍ୟୁବକୁ ହଲେଇକି ସ୍ଥିର ରଖିବା। ଏବେ ଦେଖିଲ ରଙ୍ଗର କଣ ପରିବର୍ତ୍ତନ ହେଲା କି? ପ୍ରଥମେ ରଙ୍ଗ ଥିଲା କଣ, ଏବେ କଣ ହେଇଛି କହିଲ ମୁନି? କଣ ପରିବର୍ତ୍ତନ ହେଲା ରଙ୍ଗର? ହଁ, ଠିକ କହିଲ, ବାଇଗଣୀ ରଙ୍ଗ ହେଇଗଲା। ତାହେଲେ ରଙ୍ଗ ଥିଲା ଆମର ଯାହା, ତାହା ପରିବର୍ତ୍ତନ ହେଇ ବାଇଗଣୀ ହେଲା। ଏବେ ଆମେ ନବା ଆଉ ଗୋଟିଏ ଦ୍ରବଣ, ସୋୟାବିନ ଗୁଣ୍ଡ ଓ ପାଣିର ଦ୍ରବଣ। ଠିକ ସେହିପରି ଆମେ ମିଶାଇବା ସେଥିରେ 2 ବୁନ୍ଦା କପର ସଲଫେଟ। ତାପରେ କଣ ମିଶାଇବା କହିଲ ଟିଟୁ? ଠିକ କହିଛ, 10 ବୁନ୍ଦା କଷ୍ଟିକ ସୋଡାର ଦ୍ରବଣ। ଆମେ ଯେମିତି ପରୀକ୍ଷା କରୁଥିଲେ ସେମିତି ମିଶାଇବା।
ଏବେ ଦେଖିଲ ରଙ୍ଗର ପରିବର୍ତ୍ତନ ହେଇଛି କି? ହଁ ଦିଦି, ହେଇଛି। ତାହେଲେ କୋଉ ରଙ୍ଗ ହେଲା? ବାଇଗଣୀ ରଙ୍ଗ। ଏବେ ଆମେ ମଟର ଗୁଣ୍ଡ ଓ ପାଣିର ଦ୍ରବଣ ନବା। ସେଥିରେ ଆମେ ମିଶେଇବା 2 ବୁନ୍ଦା କପର ସଲଫେଟ ବା ତୃତୀୟ ଦ୍ରବଣ। ତାପରେ ସେଥିରେ ଆମେ ମିଶେଇବା 10 ବୁନ୍ଦା କଷ୍ଟିକ ସୋଡା ଦ୍ରବଣ। ଏବେ ଦେଖିଲ ରଙ୍ଗର କଣ ପରିବର୍ତ୍ତନ ହେଇଛି? ପରିବର୍ତ୍ତନ ହେଇଛି? ହଁ, ରଙ୍ଗ ବାଇଗଣୀ ହେଇଗଲା। ଏବେ ଆମେ ଆଉ ଗୋଟିଏ ଦ୍ରବଣ ନବା। ସେ ଦ୍ରବଣ ହେଲା ସିଝା ବୁଟର ପେଷ୍ଟ ଓ ପାଣିର ଦ୍ରବଣ। ସେଥିରେ ଆମେ ମିଶେଇବା 2 ବୁନ୍ଦା କପର ସଲଫେଟ ଦ୍ରବଣ। ପୁଣି ସେଥିରେ ମିଶେଇବା ଆମେ 10 ବୁନ୍ଦା କଷ୍ଟିକ ସୋଡା ଦ୍ରବଣ। ଏବେ ଦେଖିଲ ରଙ୍ଗର ପରିବର୍ତ୍ତନ ହେଇଛି? ହଁ, ବାଇଗଣୀ ରଙ୍ଗ ହେଇଛି। ଏବେ ଆମେ ଆଉ ଗୋଟିଏ ଦ୍ରବଣ ନବା। ତାହା ହେଲା ପାଉଁରୁଟି ପେଷ୍ଟ ଓ ପାଣିର ଦ୍ରବଣ। ସେଥିରେ ଆମେ ମିଶେଇବା 2 ବୁନ୍ଦା କପର ସଲଫେଟ ଦ୍ରବଣ। ମିଶିଗଲା। ଏବେ ଆମେ ସେଇ ଦ୍ରବଣରେ ଆଉ ମିଶେଇବା 10 ବୁନ୍ଦା କଷ୍ଟିକ ସୋଡା ଦ୍ରବଣ। ଏବେ ଦେଖିବା ରଙ୍ଗର କଣ ପରିବର୍ତ୍ତନ ହେଲା? ଦେଖିଲ କିଛି ପରିବର୍ତ୍ତନ ହେଇନି? ଠିକ ଅଛି। ଏବେ ଆମେ ନବା କିଛି କାକୁଡି ଖଣ୍ଡ। ସେଥିରେ ମିଶେଇବା 2 ବୁନ୍ଦା କପର ସଲଫେଟ ଦ୍ରବଣ। ସେଥିରେ ମିଶେଇବା ଆଉ 10 ବୁନ୍ଦା କଷ୍ଟିକ ସୋଡା ଦ୍ରବଣ। ଏବେ ଦେଖିଲ ରଙ୍ଗର କଣ ପରିବର୍ତ୍ତନ ହେଇଛି? ଦେଖିଲ ତ? କଣ ପରିବର୍ତ୍ତନ ହେଲା? କିଛି ହେଲା ନାହିଁ। ଠିକ ଅଛି। ଏବେ ଆମେ ପ୍ରୋଟିନ ପରୀକ୍ଷା ପୂର୍ବରୁ ରଙ୍ଗ ଦେଖିଥିଲେ। ଏବେ ପ୍ରୋଟିନ ପରୀକ୍ଷା ପରେ ଖାଦ୍ୟ ପଦାର୍ଥର ରଙ୍ଗ କଣ ହେଲା ସେଗୁଡ଼ିକ ଦେଖିବା। ଖାଦ୍ୟର ନାମ, ଖାଦ୍ୟର ରଙ୍ଗ ପ୍ରୋଟିନ ପରୀକ୍ଷା ପରେ। ପ୍ରଥମେ ଆମେ ନେଇଥିଲେ ପାଉଁରୁଟି ପେଷ୍ଟ। ପ୍ରୋଟିନ ପରୀକ୍ଷା ପରେ ତାର ରଙ୍ଗ ପରିବର୍ତ୍ତନ ହେଲା ନାହିଁ। ସେମିତି ନେଇଥିଲେ ଭାତ ପେଷ୍ଟ। ପ୍ରୋଟିନ ପରୀକ୍ଷା ପରେ ତାର ରଙ୍ଗ ମଧ୍ୟ ପରିବର୍ତ୍ତନ ହେଲା ନାହିଁ। ଚିନାବାଦାମ ଗୁଣ୍ଡ ପରୀକ୍ଷା ପରେ ତାର ରଙ୍ଗ କଣ ହେଲା? ବାଇଗଣୀ। ଭେରି ଗୁଡ। ଏବେ ସିଝା ବୁଟର ପେଷ୍ଟ ନେଇଥିଲେ। ତାର ରଙ୍ଗ ପରୀକ୍ଷା ପରେ କଣ ହେଲା? ବାଇଗଣୀ ହେଇଗଲା। ଠିକ ଅଛି। ଏବେ ସୋୟାବିନ ଗୁଣ୍ଡ। ସେଥିରେ ଆମେ ପରୀକ୍ଷା କରିସାରିଲା ପରେ ତାର ରଙ୍ଗ କଣ ହେଲା ଦେଖିଲ? ବାଇଗଣୀ ହେଇଥିଲା। ତାପରେ ଆମେ ନେଇଥିଲେ କିଛି କାକୁଡି ଖଣ୍ଡ। ଆଉ ପରୀକ୍ଷା କରିସାରିଲା ପରେ ତାର ରଙ୍ଗର କୌଣସି ପରିବର୍ତ୍ତନ ହେଲା ନାହିଁ। ଏବେ ଆମେ ଆଉ କିଛି ଖାଦ୍ୟ ପଦାର୍ଥ ନେଇଥିଲେ। ତାର ରଙ୍ଗ ବି ପରୀକ୍ଷା ପରେ ଦେଖିନବା। ସେ ଥିଲା ଗ୍ରୀନ ମଟର ଗୁଣ୍ଡ। ତାର ରଙ୍ଗ ପରିବର୍ତ୍ତନ ହେଇ କଣ ହେଲା? ବାଇଗଣୀ। ସେମିତି ଆଳୁର ପେଷ୍ଟ। ତାର ରଙ୍ଗ କଣ ହେଲା ଦେଖିଲ? ପରିବର୍ତ୍ତନ ହେଲା ନାହିଁ। ଆଉ ନେଇଥିଲେ ନଡ଼ିଆ ପେଷ୍ଟ। ତାର ରଙ୍ଗ ମଧ୍ୟ ପରିବର୍ତ୍ତନ ହେଲା ନାହିଁ। ଆଉ ନେଇଥିଲେ ବଟର। ତାର ରଙ୍ଗ କଣ ହେଲା? ପରିବର୍ତ୍ତନ ହେଲା ନାହିଁ। ଏବେ ଆମେ ପରୀକ୍ଷା ପୂର୍ବରୁ ଖାଦ୍ୟର ରଙ୍ଗ ଓ ପ୍ରୋଟିନ ପରୀକ୍ଷା ପରେ ରଙ୍ଗ ଯାହା ବଦଳିଲା ତାକୁ ଆମେ ଟିକେ ତୁଳନା କରିବା। କଣ କଣ ଆମେ ଖାଦ୍ୟ ନେଇଥିଲେ? ପରୀକ୍ଷା ପୂର୍ବର ତାର ରଙ୍ଗ କଣ ଥିଲା? ପରୀକ୍ଷା ପରେ ତାର କଣ ରଙ୍ଗ ହେଲା? ଆମେ ସେଗୁଡ଼ିକ ତୁଳନା କରି ଦେଖିବା। ଆମେ ନେଇଥିଲେ ପାଉଁରୁଟି ପେଷ୍ଟ। ପରୀକ୍ଷା ପୂର୍ବରୁ ତାର ରଙ୍ଗ ଥିଲା କଣ? ଫିକା ଧଳା। ପରୀକ୍ଷା ପରେ କୌଣସି ପରିବର୍ତ୍ତନ ହେଲା ନାହିଁ। ସେମିତି ଭାତ ପେଷ୍ଟ। ତାର ରଙ୍ଗ ପରୀକ୍ଷା ପୂର୍ବରୁ ଥିଲା ଧଳା। ପରୀକ୍ଷା ପରେ ମଧ୍ୟ କିଛି ପରିବର୍ତ୍ତନ ହେଲା ନାହିଁ। ଆଉ ଗୋଟିଏ ଖାଦ୍ୟ ଯାହା ହେଲା ଚିନାବାଦାମ ଗୁଣ୍ଡ। ତାର ରଙ୍ଗ ଥିଲା ଇସତ ମାଟିଆ। ପରୀକ୍ଷା ପରେ ତାର ରଙ୍ଗ ପରିବର୍ତ୍ତନ ହେଇ ବାଇଗଣୀ ହେଲା। ସେମିତି ଆମେ ନେଇଥିଲେ ସିଝା ବୁଟର ପେଷ୍ଟ। ଯାହାର ରଙ୍ଗ ଥିଲା ହଳଦିଆ। ପରୀକ୍ଷା ପରେ ତାର ରଙ୍ଗ ହେଲା ବାଇଗଣୀ। ସେମିତି ଆମେ ନେଇଥିଲେ ସୋୟାବିନ ଗୁଣ୍ଡ। ଯାହାର ରଙ୍ଗ ଥିଲା ଇସତ ହଳଦିଆ। ପରୀକ୍ଷା ପରେ ହେଲା ବାଇଗଣୀ। ସେମିତି କାକୁଡି ଖଣ୍ଡ। ଯାହାର ରଙ୍ଗ ଥିଲା ହାଲକା ସବୁଜ। ପରୀକ୍ଷା ପରେ ପରିବର୍ତ୍ତନ ହେଲା ନାହିଁ। ସେମିତି ଆଉ ଯୋଉ ଖାଦ୍ୟ ପଦାର୍ଥ ନେଇଥିଲେ ତାକୁ ବି ଦେଖିନବା। ଗ୍ରୀନ ମଟର ଗୁଣ୍ଡ। ପରୀକ୍ଷା ପୂର୍ବରୁ ରଙ୍ଗ ଥିଲା ସବୁଜ। ପରୀକ୍ଷା ପରେ ହେଲା ବାଇଗଣୀ। ଠିକ ଅଛି। ଏବେ ଆଳୁର ପେଷ୍ଟ। ତାର ରଙ୍ଗ ଥିଲା ହାଲକା ଧଳା। ପରୀକ୍ଷା ପରେ କୌଣସି ପରିବର୍ତ୍ତନ ହେଲା ନାହିଁ। ସେମିତି ନଡ଼ିଆ ପେଷ୍ଟ। ଯାହାର ରଙ୍ଗ ଥିଲା ଧଳା। ପରୀକ୍ଷା ପରେ ମଧ୍ୟ କୌଣସି ପରିବର୍ତ୍ତନ ହେଲା ନାହିଁ। ସେମିତି ବଟର। ଯାହାର ରଙ୍ଗ ଥିଲା ଫିକା ହଳଦିଆ।
ପରୀକ୍ଷା ପରେ କୌଣସି ପରିବର୍ତ୍ତନ ହେଲା ନାହିଁ। ଆମେ ତ ତୁଳନା କଲେ ଖାଦ୍ୟ ପଦାର୍ଥର ରଙ୍ଗ ପରୀକ୍ଷା ପୂର୍ବରୁ ଆଉ ପରୀକ୍ଷା ପରେ କଣ ଅଛି। ଏବେ କହିଲକୁ ନା କେଉଁ ସବୁ ଖାଦ୍ୟ ପଦାର୍ଥର ରଙ୍ଗ ପ୍ରୋଟିନ ପରୀକ୍ଷା ପରେ ବାଇଗଣୀ ରଙ୍ଗ ହେଇଗଲା ଓ କେଉଁ ଗୁଡ଼ିକ ବାଇଗଣୀ ରଙ୍ଗ ହେଲା ନାହିଁ। ଟିକେ ଦେଖିଲ, ଆମେ ତ ପରୀକ୍ଷା କରି ଦେଖିଲେ। ଠିକ କହିଛ। ବାଇଗଣୀ ରଙ୍ଗ କୋଉ ଖାଦ୍ୟ ପଦାର୍ଥ ହେଲା? ସିଝା ବୁଟ, ସୋୟାବିନ୍, ଚିନାବାଦାମ ଓ ଗ୍ରୀନ ମଟର। ବାଇଗଣୀ ରଙ୍ଗ କିଏ ହେଲା ନାହିଁ କହିଲ? ଠିକ କହିଛ। ଭାତ, ପାଉଁରୁଟି, ନଡ଼ିଆ, କାକୁଡି ଆଉ ବଟର। ଏଥିରୁ ଆମେ କଣ ଜାଣିଲେ? ଏଥିରୁ ଆମେ ଜାଣିଲେ ଯେଉଁ ଖାଦ୍ୟ ପଦାର୍ଥର ରଙ୍ଗ ପରୀକ୍ଷା ପରେ ବାଇଗଣୀ ହେଇଗଲା ସେଗୁଡ଼ିକରେ ପ୍ରୋଟିନ ବା ପୁଷ୍ଟିସାର ଅଛି। ବାଇଗଣୀ ରଙ୍ଗ ପ୍ରୋଟିନକୁ ସୂଚିତ କରେ। ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକ ବାଇଗଣୀ ରଙ୍ଗ ହେଲା ନାହିଁ ସେଗୁଡ଼ିକରେ ପୁଷ୍ଟିସାର ବା ପ୍ରୋଟିନ ନାହିଁ। ଏବେ ଆମେ ଖାଦ୍ୟ ପଦାର୍ଥରେ ପ୍ରୋଟିନର ଉପସ୍ଥିତିକୁ କହିବା। ଆମେ ତ ପରୀକ୍ଷା କରି ଦେଇଛନ୍ତି, ସେଗୁଡ଼ିକ ସାରଣୀରେ ଦିଆହେଇଛି। ଆମେ ଏବେ ଦେଖିବା ପାଉଁରୁଟିର ପରୀକ୍ଷା ପୂର୍ବର ରଙ୍ଗ, ପରୀକ୍ଷା ପରର ରଙ୍ଗ, ପ୍ରୋଟିନର ଉପସ୍ଥିତି। ଯେଉଁଗୁଡ଼ିକ ଆମର ବାଇଗଣୀ ରଙ୍ଗ ହେଲା ସେଥିରେ ପ୍ରୋଟିନ ଅଛି। ପାଉଁରୁଟି ପରିବର୍ତ୍ତନ ହେଲା ନାହିଁ, ସେଥିରେ ପ୍ରୋଟିନ ଅଛି ନା ନାହିଁ? ଠିକ କହିଛ, ପ୍ରୋଟିନ ନାହିଁ। ସେମିତି ଭାତ, ୟାର ରଙ୍ଗ ପରିବର୍ତ୍ତନ ହେଲା ନାହିଁ, ଏଥିରେ ବି ପ୍ରୋଟିନ ନାହିଁ। ଚିନାବାଦାମ ବାଇଗଣୀ ରଙ୍ଗ ହେଲା, ପ୍ରୋଟିନ ଅଛି। ସେହିପରି ସିଝା ବୁଟ ବାଇଗଣୀ ରଙ୍ଗ ହେଲା, ଏଥିରେ ବି ପ୍ରୋଟିନ ଅଛି। ସୋୟାବିନରେ ବାଇଗଣୀ ରଙ୍ଗ ହେଇଛି, ଏଥିରେ ବି ପ୍ରୋଟିନ ଅଛି। କାକୁଡିର ରଙ୍ଗ ପରିବର୍ତ୍ତନ ହେଇନାହିଁ, ଏଥିରେ ପ୍ରୋଟିନ ନାହିଁ। ନଡ଼ିଆ ଖଣ୍ଡର ରଙ୍ଗ ପରିବର୍ତ୍ତନ ହେଇନାହିଁ, କହିଲ ଏଥିରେ ପ୍ରୋଟିନ ଅଛି ନା ନାହିଁ? ନାହିଁ। ଠିକ କହିଛ। ସେମିତି ବଟର ପରୀକ୍ଷା ପରେ ଏହାର ରଙ୍ଗ ପରିବର୍ତ୍ତନ ହେଲା ନାହିଁ। ଏବେ କହିଲ ଏଥିରେ ପ୍ରୋଟିନ ଅଛି ନା ନାହିଁ? ଠିକ କହିଛ, ନାହିଁ। ଏବେ କହିଲ ପରୀକ୍ଷା ପାଇଁ ନିଆଯାଇଥିବା ଖାଦ୍ୟ ସାମଗ୍ରୀ ଗୁଡ଼ିକ ମଧ୍ୟରୁ କେଉଁଥିରେ ପ୍ରୋଟିନ ଅଛି? ଟିକେ ଭାବିକି କୁହ ତ। ଠିକ କହିଛ, ସିଝା ବୁଟ, ଚିନାବାଦାମ, ସୋୟାବିନ୍ ଆଉ ଗ୍ରୀନ ମଟର, ଏଥିରେ ପ୍ରୋଟିନ ଅଛି। ଆସ ଆଉ ଅଧିକ କିଛି ଜାଣିବା। ଆମେ ଯୋଉ ସବୁ ପ୍ରୋଟିନ ଜାତୀୟ ଖାଦ୍ୟ ଖାଉଛନ୍ତି ସେଗୁଡ଼ିକ ଉଦ୍ଭିଦ ଆଉ ପ୍ରାଣୀ ଠାରୁ ମିଳେ। ତେଣୁ ଉଦ୍ଭିଦ ଠାରୁ ଯେଉଁ ପ୍ରୋଟିନ ମିଳେ ତାକୁ ଉଦ୍ଭିଜ ପ୍ରୋଟିନ କୁହାଯାଏ ଏବଂ ପ୍ରାଣୀ ଠାରୁ ଯେଉଁ ପ୍ରୋଟିନ ମିଳେ ତାକୁ ପ୍ରାଣୀଜ ପ୍ରୋଟିନ କୁହାଯାଏ। ଏବେ ଆମେ ଦେଖିବା କିଛି ଉଦ୍ଭିଜ ପ୍ରୋଟିନର ନାମ। ଚଣା ଡାଲି, ଠିକ ଅଛି। ଓଟ୍ସ, ଆଉ ଗୋଟେ ଉଦ୍ଭିଜ ପ୍ରୋଟିନ ହେଲା କାଜୁ, ଆଉ ଗୋଟେ ହେଲା ଆଲମଣ୍ଡ, ଆଉ ଗୋଟେ ମସୁର ଡାଲି, ଆଉ ଗୋଟିଏ ବ୍ରୋକୋଲି। ତୁମେମାନେ ବ୍ରୋକୋଲି ଖାଅ? ଏବେ ଜାଣିବା ପ୍ରାଣୀଜ ପ୍ରୋଟିନ। ଆମେ ତ ଅଣ୍ଡାରେ ପ୍ରାଣୀଜ ପ୍ରୋଟିନ ଅଛି ବୋଲି କହିଥିଲେ, କିନ୍ତୁ ଅଣ୍ଡାର ଲାଳରେ ପ୍ରୋଟିନ ଅଛି। ତାର କେଶରରେ ଫ୍ୟାଟ ଅଛି। କ୍ଷୀରରେ ପ୍ରୋଟିନ ଅଛି, ଆଉ ସେଇଠି ହେଲା ପ୍ରାଣୀଜ ପ୍ରୋଟିନ, ଯେହେତୁ କ୍ଷୀର ଗାଈ ଠାରୁ ମିଳେ। ସେହିପରି ଚିଙ୍ଗୁଡିରେ ମଧ୍ୟ ପ୍ରୋଟିନ ଅଛି, ଆଉ ପନିରରେ ମଧ୍ୟ ପ୍ରୋଟିନ ଅଛି। ଏଇ ଅଣ୍ଡାର ଲାଳ, କ୍ଷୀର, ଚିଙ୍ଗୁଡି ଆଉ ପନିର ଏଗୁଡ଼ିକ ହେଲା ପ୍ରାଣୀଜ ପ୍ରୋଟିନ। ପିଲାମାନେ, ଆମେ ତ ବହୁତ କଥା ପଢିଲେ। ପିଲାମାନେ, ଆମେ ତ ଆଜି ବହୁତ କଥା ଆଲୋଚନା କଲେ। ଏବେ ତୁମ ପାଇଁ କିଛି କାମ ଅଛି। ତୁମମାନଙ୍କର କାମ ହେଲା ସଠିକ ଉତ୍ତର ପାଖରେ ଠିକ ଚିହ୍ନ ଦବ। ତୁମ ପାଇଁ କିଛି ପ୍ରଶ୍ନ। ପ୍ରଥମ ପ୍ରଶ୍ନଟି ହେଲା, ତଳେ ଦିଆଯାଇଥିବା ଖାଦ୍ୟ ଗୁଡ଼ିକ ମଧ୍ୟରୁ କେଉଁଟି ପୁଷ୍ଟିସାର ଥିବା ଖାଦ୍ୟ? 4ଟି ଅପସନ ଦିଆହେଇଛି, ସେ ଅପସନରୁ ଯୋଉଟା ଠିକ ଅପସନ ସେଇଠି ଆମେ ଠିକ ଚିହ୍ନ ଦବା। ତା ପାଇଁ ଅପସନ ଗୁଡ଼ିକ ହେଲା ଚୁଡ଼ା, ଆଳୁ, ମୁଗ ଡାଲି, ନଡ଼ିଆ। କହିଲ ପିଲା, ଖାଦ୍ୟ ଗୁଡ଼ିକ ମଧ୍ୟରୁ କେଉଁଟି ପୁଷ୍ଟିସାର ଥିବା ଖାଦ୍ୟ? ପୁନା କହିଲ। ଠିକ କହିଛ, ମୁଗ ଡାଲି। ଭେରି ଗୁଡ। ଏବେ ଦ୍ୱିତୀୟ ପ୍ରଶ୍ନଟି ତୁମ ପାଇଁ। ପ୍ରୋଟିନ ବା ପୁଷ୍ଟିସାର ପରୀକ୍ଷା ପାଇଁ କେଉଁ କେଉଁ ରାସାୟନିକ ପଦାର୍ଥ ଆବଶ୍ୟକ? ତା ପାଇଁ ଅପସନ ଗୁଡ଼ିକ ହେଲା ଆୟୋଡିନ, କପର ସଲଫେଟ ଦ୍ରବଣ ଓ କଷ୍ଟିକ ସୋଡା ଦ୍ରବଣ। ତୃତୀୟଟି ହେଲା ସୋଡିୟମ ସଲଫେଟ ଦ୍ରବଣ ଏବଂ ଚତୁର୍ଥଟି କଷ୍ଟିକ ପଟାସ ଦ୍ରବଣ। କହିଲକୁ ନା, ଏମାନଙ୍କ ମଧ୍ୟରୁ କେଉଁଟି ଠିକ? ଠିକ କହିଛ, କପର ସଲଫେଟ ଦ୍ରବଣ ଓ କଷ୍ଟିକ ସୋଡା ଦ୍ରବଣ।
ଏବେ ତୃତୀୟ ପ୍ରଶ୍ନଟି ହେଲା ବାଇଗଣୀ ରଙ୍ଗ ଖାଦ୍ୟରେ କାହାର ଉପସ୍ଥିତିକୁ ସୂଚାଏ? ତା ପାଇଁ ଅପସନ ଗୁଡ଼ିକ ହେଲା ଭିଟାମିନ୍, ଷ୍ଟାର୍ଚ, ପ୍ରୋଟିନ୍, ମିନେରାଲ। ଆମେ ତ ପଢିଲେ। ଏବେ କହିଲ କେଉଁଠି ବାଇଗଣୀ ରଙ୍ଗ ଖାଦ୍ୟର କାହାର ଉପସ୍ଥିତିକୁ ସୂଚାଏ? ଠିକ କହିଛ, ପ୍ରୋଟିନ୍। ଭେରି ଗୁଡ୍। ଏବେ ଚତୁର୍ଥ ପ୍ରଶ୍ନଟି ତୁମମାନଙ୍କ ପାଇଁ। କପର ସଲଫେଟ ଦ୍ରବଣ ଓ କଷ୍ଟିକ ସୋଡା ଦ୍ରବଣ କେଉଁ ପୋଷକର ଉପସ୍ଥିତିକୁ ଜାଣିବା ପାଇଁ ଆବଶ୍ୟକ? ତା ପାଇଁ ଅପସନ ଗୁଡ଼ିକ ହେଲା ପ୍ରୋଟିନ୍, ଭିଟାମିନ୍, ଷ୍ଟାର୍ଚ, ମିନେରାଲ। କହିଲ କେଉଁଠି ଠିକ? ଠିକ କହିଛ, ପ୍ରୋଟିନ୍। ଭେରି ଗୁଡ୍। ଆମେ ତ ବହୁତ କଥା ଜାଣିଲେ। ଏବେ କିଛି କାର୍ଯ୍ୟ ମୁଁ ତୁମକୁ ଦଉଛି, ତୁମେ ସେଗୁଡ଼ିକୁ ଘରୁ କରି କାଲି ନେଇକି ଆସିବ। ତୁମ ପାଇଁ କାମଟି ହେଲା ତୁମେ ଯେଉଁ ସବୁ ଖାଦ୍ୟ ଖାଉଛ ସେଗୁଡ଼ିକ ପରୀକ୍ଷା କରି ପ୍ରୋଟିନ୍ ଥିବା ଖାଦ୍ୟ ଗୁଡ଼ିକୁ ଚିହ୍ନଟ କରି ତାର ଏକ ତାଲିକା ପ୍ରସ୍ତୁତ କରିବ। ଆମେ ତ ବହୁତ ଖାଦ୍ୟ ପଦାର୍ଥ ଖାଆନ୍ତି, ସେଇ ତାଲିକାଟି ପ୍ରସ୍ତୁତ କରି କାଲି ଆଣିବ, ଆଉ ଆମେ ସେ ବିଷୟରେ ଆଲୋଚନା କରିବା। ପିଲାମାନେ, ଆଜି ଆମେ ତ ପ୍ରୋଟିନ୍ ବିଷୟରେ ବହୁତ କଥା ଜାଣିଲେ। ପରବର୍ତ୍ତୀ କ୍ଲାସରେ ଆମେ ପୁଣି ଆଉ ଗୋଟିଏ ପୋଷକ ବିଷୟରେ ଆଲୋଚନା କରିବା। ଧନ୍ୟବାଦ ପିଲାମାନେ। ପୁଣି କାଲିକୁ ଦେଖାହବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।